ଜୟ ଜଗନ୍ନାଥ ଭାଇମାନେ ଆଜି ମୋ ଇନଷ୍ଟାଗ୍ରାମ ଭିଡ଼ିଓରେ ଆଜି ମୁଁ ସ୍ଟୋରି ଜୀବଜନ୍ତୁଙ୍କ ବିଷୟରେ କହିବାକୁ ଆସିଛି କି ଭାଇମାନେ ଦେଖନ୍ତୁ ଆମେ ବି ଗୋଟେ ଜୀବ ଆମେ ବି ଗୋଟେ ଜଗତକୁ ଆସିଛେ ତ ଯେମିତିକା କି ଆମେ ଯେମିତି ଅକ୍ସିଜେନ୍ ଆଉ ଖାଇବା ପାଣି ନ ପିଇଲେ ଯେମିତି ଆମେ ବହୁତ କମ୍ ଦିନ ବଞ୍ଚିପାରିବାନି ବେଶୀ ଦିନ ତ ସେମିତିକା ଆଜି ବି ସେ ମାଛମାନଙ୍କ ସହ ହେଇଛି। ତ ଆଜି ସକାଳେ କ'ଣ ହେଲା ନା 6ଟା ବେଳେ ସକାଳେ 6ଟା ହେବ ତ ବର୍ଷାରେ ଆମର କାନ୍ଥ ସବୁ ପାଣି ଲିକେଜ୍ କରୁଛି ପାଣି ଲିକେଜ୍ କରିକି ଫ୍ୟୁଲ୍ ଭିତରେ ଏଣ୍ଟ୍ରି କରିଯାଇଛି ପାଣି ତ ଏଣ୍ଟ୍ରି କରିସାରିଲା ପରେ ମଝିରେ ଆମର ସୁଇଚ୍ ଯେଉଁଟା ଅଛି ସେଇଟା ସର୍ଟ ସର୍କିଟ୍ ହେଇକି ଫ୍ୟୁଜ୍ଟା ଉଡ଼ିଯାଇଛି। ତ ସେଥିପାଇଁକା ତ ଦେଖନ୍ତୁ ଯେମିତି ସବୁ ହାଲତ ହେଇଛି ଯେମିତି ସବୁ ହାଲତ ହେଇଛି ଦେଖନ୍ତୁ ଆକ୍ୱାରିୟମ୍ ପୁରା ଖାଲି କରିଦେଇଛି। ଏତିକି ମାଛ ମଧ୍ୟ ସର୍ଭାଇଭ୍ କରୁଛନ୍ତି ଆଉ ଗୋଟେ ମାଛ ମରିଛି। ସବୁଥର ମୂଳ କାରଣ ହେଉଛି ଅକ୍ସିଜେନ୍ ବଳାର ବି ଅକ୍ସିଜେନ୍ ଏଇଟା ହେଉଛି ସେୟା ମାନେ ଏଇଟା ଅକ୍ସିଜେନ୍ ଦିଏ ମାଛମାନଙ୍କୁ ତ ଏଇଟା ସେତିକି ଠିକ୍ ଟାଇମ୍ରେ ଯୋଗାଇ ପାଇଲାନି ବୋଲି ଅକ୍ସିଜେନ୍ ତ ସେଥିପାଇଁ ଏତେ ସବୁ ମାଛ ମରିଯାଇଛନ୍ତି। ଭାଇମାନେ ଚାଲନ୍ତୁ ଆଗକୁ ଦେଖିବା କେମିତି ହେଉଛି ଆଗକୁ ସବୁ କାମ ଆଉ ସବୁ ହେଉଛି ଚାଲନ୍ତୁ ଦେଖିବା ଆଉ କାମ ବି କରିବା କାହିଁକିନା ବେଶୀ ଡେରି କଲେ ମାଛମାନେ ବି ମରିଯିବାର ବହୁତ ସମ୍ଭାବନା ଅଛି କାହିଁକିନା ସେମାନେ ବାହାର ଅକ୍ସିଜେନ୍ କେତେ ସମୟ ବି ନେଇପାରିବେ ବହୁତ କମ୍ ସମୟ ବାହାର ଅକ୍ସିଜେନ୍ ନେଇପାରିବେ ସେଥିପାଇଁକା ଆମେ ତାଙ୍କୁ ଜଲ୍ଦି ତାଙ୍କଠୁ ମେସିନ୍ ସଜାଡ଼ିକି ସବୁ କରିକି ଅକ୍ସିଜେନ୍ ମେସିନ୍ ସଜାଡ଼ିକି ସବୁ ନେଇ ତାଙ୍କୁ ଘରେ ପୁଣି ଛାଡ଼ିବାକୁ ପଡ଼ିବ ତ ବେଶୀ ସମୟ ରୁହନ୍ତି ତାହେଲେ ମରିଯିବାର ବି ବହୁତ ସମ୍ଭାବନା ଅଛି। ତାହେଲେ ଜଲ୍ଦି ଜଲ୍ଦି ଚାଲନ୍ତୁ ଆମେ କାମ କରିବା ଆମର ଆକ୍ୱାରିୟମ୍ କେମିତି ସଜାଡ଼ା ହେବ ଅକ୍ସିଜେନ୍ ମିଟର ତା'ର ମିଟର ସଜାଡ଼ି କେମିତି ସବୁ ପାଣି ରିଫିଲ୍ ହେବ ତ ପୁଣି ଭିଡ଼ିଓ କରିବା। ଏବେ ମାଛ ପୁରା ସଫା ହେଇଯାଇଛି ପାଣି ଆଉ ପୁରା ବଢ଼ିଆ ପୁରା ବିନ୍ଦାସରେ ଖେଳୁଛନ୍ତି ଭିତରେ। ଆଉ ଆଜି ସବୁ ଅକ୍ସିଜେନ୍ ସଜାଡ଼ା ହେଇଗଲା ସବୁ କାମ ସରିଗଲା। ଆଜିର ଭିଡ଼ିଓ ଏତିକି ଥିଲା। ଜୟ ଜଗନ୍ନାଥ ରହୁଛି ସାଙ୍ଗମାନେ ପୁଣି ଦେଖା ହେବା ନୂଆ ଭିଡ଼ିଓରେ।